স্থানীয় বেকার নিযুক্তি আমার দাবি, স্থানীয় বেকার নিযুক্তি আমার দাবি, স্থানীয় বেকার নিযুক্তি আমার দাবি, স্থানীয় বেকার নিযুক্তি আমার দাবি। সমস্যা নেই যেত ধারণা পড়ে সেতবে সামনাকু আসନ୍ତି বালুঙ্গা ভিলেজ কমিটির যে সভাপতি অনেক রঙ্গাধর নায়ক এবং ঠিকা শ্রমিকর সভাপতি রঙ্গাধর নায়ক পূর্বতন ସରପଞ୍ଚ এমতি অনেক ধারণা বসছেন, অনেক সফলতা হয়েছেন। আজ বড় দুঃখদায়ী ঘটনা যেহেতু ঠিকা শ্রমিক মানে তাদের 6 দফা দাবি পাওনা আজ লিঙ্গরাজ মুখ্য কার্যালয় সম্মুখে ধারণার বসছেন আলোচনা করা। দেখুন আপনার তো এমনি অনেক দিন পরে সভাপতি ধরি ধারণার বসছেন, আজ কোণ আপনার এমনি অসুবিধা হল যে ধারণা বসছেন? ସାର୍ ଦେଖନ୍ତୁ ଆମର ସଭାପତିଙ୍କ ନେତୃତ୍ୱରେ ବହୁ ବାର ଆମେ ଏଠି ଆନ୍ଦୋଳନ କରିଥିଲୁ, ବହୁତ ବାର ଧାରଣା ଦେଇଥିଲୁ। ସିଏମଡି ଲେବୁଲ ଡିଟି ସାର୍ ବି ମଧ୍ୟ ଆମ ଗାଁକୁ ଆସିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ କି ଆମର ପ୍ରଥମେ କି ଯଦି ଯେକୌଣସି ପ୍ରାଇଭେଟ୍ କମ୍ପାନୀ ଆସିବ ତ ଫାଷ୍ଟ ଆମର ଗ୍ରାମର ବେକାର ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଠି ସାର୍ ଲେଖିବା ଆଉ କହିବା ଭିତରେ ବହୁତ ଡିଫରେଣ୍ଟ ସାର୍। ଲେଖୁଛନ୍ତି ଗୋଟେ କିନ୍ତୁ କହୁଛନ୍ତି ଗୋଟେ। ଆପଣ ଦେଖିବେ ଆମକୁ ୟା ପୂର୍ବରୁ ମଧ୍ୟ ଆମର ଏଠି ମେନ୍ୟୁଜ୍ କରିଥିଲେ ଜିଏମ୍ ଲେବୁଲର ଯେ ଆମର ଯେତେବେଳେ ବି ଯେକୌଣସି ରିକ୍ରୁଟମେଣ୍ଟ ହେବ ପ୍ରଥମେ ଆମକୁ ପ୍ରାୟୋରିଟି ଦେବେ। ପ୍ରାୟୋରିଟି ଦେବା କଥା ସାର୍ ଛାଡ଼ନ୍ତୁ, ସେ ବର୍ତ୍ତମାନ ଆମର ଏଇଠି ଆମ ସାଇଲରେ ଯେଉଁଟାକି ଆମ ଗାଁର ପୁରା କହିବାକୁ ଗଲେ ଗାଁ ଭିତରେ ହେଇଛି ସାଇଲ, ସେଠି ସାର୍ ଦେଖନ୍ତୁ ଅଣ ଓଡ଼ିଆ ଆଣି ଏବଂ ବାହାରୁ ଲୋକ ଆଣି କାମ କରୁଛନ୍ତି। କିନ୍ତୁ ଆମକୁ ଯେତେବେଳେ ଆମେ ବି ଯାଉଛୁ ତାଙ୍କ ପାଖକୁ ଯେ ଆମର ରିକ୍ରୁଟମେଣ୍ଟ ଉପରେ ସାର୍ ନୂଆ ଏମ୍ପ୍ଲୟମେଣ୍ଟ ଆପଣ କହିଥିଲେ କ'ଣ ଦିଅନ୍ତୁ, ନା ସାର୍ ଦେଖନ୍ତୁ ଏଠି କିଛି ରାକ୍ ନାହିଁ, ଲସ୍ ହେଉଛି, ଏସବୁ ପ୍ରକାର ବହୁତ ପ୍ରକାର ମାନେ ବାହାନା ଦେଖାଉଛନ୍ତି। କିନ୍ତୁ ରିକ୍ରୁଟମେଣ୍ଟ କହିଲେ ସାର୍ ନାହିଁ ସାର୍। ଆପଣ ଭାବୁଛନ୍ତି କି କର୍ତ୍ତୃପକ୍ଷ କଥା ରଖୁନାହାନ୍ତି ବାରମ୍ବାର? ସାର୍ ଅବଭିୟସଲି ସାର୍ କିଛି ଟୋଟାଲି ମାନେ କ'ଣ କହିବା ଆଉ କରିବା ଭିତରେ ବହୁତ ତଫାତ୍ ସାର୍। ଆପଣ କ'ଣ କହିବେ ଯେହେତୁ ବାହାର ଲୋକଙ୍କୁ ଆଜି ନିଯୁକ୍ତି ଦିଆଯାଉଛି, ସ୍ଥାନୀୟ ବାସିନ୍ଦାକୁ ପାଉନାହାନ୍ତି, କ'ଣ ସେଥିପ୍ରତି କ'ଣ ରହିବ? ସାର୍ ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନ ହେଉଛି ସେ ପର୍ଯ୍ୟନ୍ତ ଆগে ଆମେ ଗଣଧାରଣା କରିବୁ। ଆମର ରାଷ୍ଟ୍ରୀୟ ସମ୍ପତ୍ତିକୁ ଆମେ ହାନି କରିବୁନି ବୋଲି ଭାବିଛୁ, କିନ୍ତୁ ବାଧ୍ୟ ହେଲେ ସେଟାକୁ ମଧ୍ୟ। ଦେଖନ୍ତୁ ଆଜି ଆମେ ଦୀର୍ଘ ଦିନ ଆମର ଯେଉଁ ସଂଘର୍ଷ ଚାଲିଛି ଆମର ଲିଙ୍ଗରାଜ ଖଣି ଦ୍ୱାରା ଯେଉଁ କ୍ଷତିଗ୍ରସ୍ତ ଗ୍ରାମର ଯେଉଁ ବେକାର ଯୁବକମାନେ ଅଛନ୍ତି ତାଙ୍କୁ ଲିଙ୍ଗରାଜ ଖଣିରେ ଯେଉଁ ଘରୋଇ କମ୍ପାନୀ ଗୁଡ଼ିକ ଅଛି ତାଙ୍କୁ ଏଠି ନିଯୁକ୍ତି ଦିଆଯାଉନି। ଏଠି ବାହାର ରାଜ୍ୟର ଲୋକଙ୍କୁ ଆଣିକି ନିଯୁକ୍ତି ଦିଆଯାଉଛି। ଖଣି କର୍ତ୍ତୃପକ୍ଷଙ୍କୁ ଆମେ ଏ ବିଷୟରେ ବାରମ୍ବାର ଜଣେଇଛୁ, ଅଭିଯୋଗ କରୁଛୁ। ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି ଏବଂ ତାହା ପାଳନ କରୁନାହାନ୍ତି। ଏବଂ ଏବେ ମଧ୍ୟ ଆମେ ନିକଟରେ ଆପଣ ମଧ୍ୟ ଜାଣିଛନ୍ତି ଯେ ଆମେ ଗଣଧାରଣାରେ ବସିଥିଲୁ, ଖଣିକି ସମସ୍ତ ପ୍ରକାର ସହଯୋଗ କରିଥିଲୁ। ଖଣି କର୍ତ୍ତୃପକ୍ଷ ମଧ୍ୟ ଆମର ଯେଉଁ ବେକାରୀ ଭାଇମାନେ ଅଛନ୍ତି ତାଙ୍କୁ ନିଯୁକ୍ତି ଆମେ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଆଜି ତାହା ବିଫଳ ହୋଇଛି। ଆମକୁ ଅଣଦେଖା କରିଛନ୍ତି ଏବଂ ତା ପ୍ରତିବଦଳରେ ବାହାର ରାଜ୍ୟର 25 ଜଣଙ୍କୁ ବର୍ତ୍ତମାନ ଲିଙ୍ଗରାଜ ସାଇଲରେ ନିଯୁକ୍ତି ଦେଇଛନ୍ତି। ତା ପ୍ରତିବାଦରେ ଏବଂ ଆମେ ଗତ ଯେଉଁ 8 ତାରିଖ ଦିନ ଆମର ଯେଉଁ ସମ୍ବଲପୁରରେ ଗଣଧାରଣା ହେଇଥିଲା ସେଥିରେ ଆମ ସାଇଲ ସିଏଚପିରେ ଯେଉଁ ଶ୍ରମିକ ଭାଇମାନେ ଅଛନ୍ତି ତାଙ୍କୁ ନୂଆ ଏଚପିସି ମଜୁରୀ ଜାନୁଆରୀ ମାସରେ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏଚପିସି ମଧ୍ୟ ତାଙ୍କର ଫାଇନାଲ ହେଇଛି। ତାଙ୍କର ନୂଆ ଏଚପିସି ଦରମା ଏବଂ ତାଙ୍କର 25/9/2023 ଠୁ ଯେଉଁ ଏରିୟର ଟଙ୍କା ତାଙ୍କୁ ତୁରନ୍ତ ପ୍ରଦାନ କରାଯାଉ ଏବଂ ସାଇଲରେ ଯେଉଁ ସୁରକ୍ଷାକର୍ମୀ ଭାଇମାନେ ଅଛନ୍ତି ତାଙ୍କୁ ମଧ୍ୟ ଏଚପିସି ପ୍ରଦାନ କରାଯାଉ। ଏମିତି 6 ଦଫା ଦାବିରେ ଆଜି ଆମେ ଗଣଧାରଣାରେ ବସିଛୁ। ଏ ଦାବି ମାନିବେ ଭାବୁଛନ୍ତି ଆପଣ? ଯେ ପର୍ଯ୍ୟନ୍ତ ଆମ ଦାବି ଖଣି କର୍ତ୍ତୃପକ୍ଷ ମାନି ନାହାନ୍ତି ସେ ପର୍ଯ୍ୟନ୍ତ ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏ ଗଣଧାରଣାରେ ବସିବୁ। ଆବଶ୍ୟକ ହେଲେ ଆହୁରି ଏ ଆନ୍ଦୋଳନ ଜୋରଦାର ହେବ। ଖଣି ମଧ୍ୟ ବନ୍ଦ କରିବା ପାଇଁ ପଛେଇବୁ ନାହିଁ। ସ୍ଥାନୀୟ ବାସିନ୍ଦାଙ୍କର ଗୋଟିଏ ଜିଦି ଯେ ଯେହେତୁ ସ୍ଥାନୀୟ ବାସିନ୍ଦା ନିଯୁକ୍ତି ପାଉନାହାନ୍ତି, ବାହାରୁ ଆସି ନିଯୁକ୍ତି ପାଉଛନ୍ତି ଏବଂ ସବୁଠୁ ବଡ଼ ସମସ୍ୟା ଏମସିଏଲ୍ କର୍ତ୍ତୃପକ୍ଷ ଯିଏ ଅଛନ୍ତି ସମ୍ବଲପୁର ହେଡ୍ ହେଉ कि तालचेर लिंगराज खनि कर्तृपक्ष हूँ कि साइलर खनि कर्तृपक्ष हूँ साइलर बरम कर्तृपक्ष हूँ कथा दे कथा रखुना से धारणा जारी रही। आप तमाम चित्र देखुवे जेहेतु भोक उपास पेट पाई पेट को लात मारुची कंपानी से आज ये धारणा सृष्टि होती। तो गोटे कथा कहले जदि आगामी दिन में 6 दफा दाबी पूरण न हुए से जोरदार आंदोलन हम से एमसीएल कर्तृपक्ष दायी रही। तालचेर रवींद्रनाथ को रिपोर्ट, फोकस प्लस।